ଭାଇମାନେ ଛାଡ଼ୁଛନ୍ତି, ମୁଁ ତ ଛାଡ଼ୁନି। ଠିକ୍ ଉପଯୁକ୍ତ ସମୟରେ ଆମେ ଆସିବା, ସେଥିପାଇଁ ବାକ୍ୟରେ ଲେଖା ଅଛି ସୁଯୋଗର ସଦ୍ବ୍ୟବହାର କର। କାରଣ ତାପରେ ତ ଜାଣିଛୁ ଆଗକୁ ଆମେ ଭଲ ବାକ୍ୟ ମାନେ ଶବ୍ଦ ଅଛି ତାହା ବି ଜାଣିଛୁ। ପ୍ରେଜ୍ ଦ ଲର୍ଡ। ତ ଆମେ ଠିକ୍ ସମୟରେ ଆସିବା, ନାଇଁ ମୁଁ ଏଇଟା ଆମେ ଏଇଟା ନ ଗଲେ ପଇସା ଦେବେନି ତାହା ନୁହେଁ। এটা ପଇସା ଆମ ପାଇଁ ଗୁରୁତ୍ୱର ନାହିଁ, ପଇସା ବଡ଼ ବିଷୟ ନାହିଁ। 2000, 3000, 1500 ଏଇଟା ଆମ ପାଇଁ ବଡ଼ ବିଷୟ ନାହିଁ। ଏଇଥିପାଇଁ ଆମେ ସେବା କରୁନାହିଁ, ଏଇଥିପାଇଁ ଆମେ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେଉନାହିଁ। ଲୋକମାନେ ଜୀବନ ଦେଉଛନ୍ତି ପ୍ରଭୁଙ୍କ ନିମନ୍ତେ। ଜୀବନ ଅନେକ ଦାସ ମାନେ ଅନେକ ଆମେ ଦେଖୁଛୁ ଅନେକ ଏରିଆରେ ଲକ୍ଷ ଲୋକ ଆମକୁ ମୋବାଇଲରେ କିମ୍ବା ଟିଭିରେ ଦେଖାଉନାହାନ୍ତି। ହଜାର ହଜାର ଲୋକମାନେ ପ୍ରଭୁଙ୍କ ନିମନ୍ତେ। ଆମେ ଟିକେ ପ୍ରଭୁଙ୍କ ନିମନ୍ତେ ଆଗ୍ରହ ହେଇଛି, ପ୍ରସ୍ତୁତ ହେଇକି ସମୟ ଟିକେ କାଢ଼ିକି ଯିବାକୁ ପଡ଼ିବ ପ୍ରଭୁଙ୍କ ନିମନ୍ତେ। ସେଥିପାଇଁ ସମୟ ଆମେ କ'ଣ କରୁଛୁ, ନଷ୍ଟ କରୁଛୁ, ସମୟକୁ ବର୍ବାଦ କରୁଛୁ। ଠିକ୍ ସମୟରେ ଆମେ ଭାଇମାନେ ତ ପରସ୍ପର ମିଳନରେ ଘଣ୍ଟାଟେ ବସିବା, ବେଶୀ ନାହିଁ, ଆମକୁ ସମୟ ବେଶୀ ଦରକାର ବି ନାହିଁ। ଆମେ ଅଧଘଣ୍ଟା ଘଣ୍ଟାଟେ ୱାର୍ସିପ୍ ଟିକେ କରିକି ବାକ୍ୟ 10-15 ମିନିଟ୍ ଶିଖିକି ସରାଇବା, ଶୀଘ୍ର ସରାଇବା। ଏଇଟା ଠିକ୍। ଆମେ ଅପେକ୍ଷା କରିବା ନାହିଁ, କାହାକୁ ଅପେକ୍ଷା କରିବାଟା ସମୟ ନାହିଁ। ଆମେ ଭାଇମାନେ ଆସିଥିଲେ 10ଟାରେ, କିଏ ଆସୁଛନ୍ତି 9ଟାରେ, କିଏ ଆସୁଛନ୍ତି 12ଟାରେ, ଏ ପ୍ରକାର ନାହିଁ। ଆମେ ସମସ୍ତେ କ'ଣ କରିବା, ମୋତେ ଭୟ କରିବ ନାହିଁ କି ମାନେ କିଏ ପଇସା ଆମକୁ ଦେଉଛି ତାକୁ ବି ଭୟ କରିବା ଦରକାର ନାହିଁ। କାହାକୁ ଭୟ କରିବା, ଆମେ ଈଶ୍ୱରଙ୍କୁ ପ୍ରଭୁଙ୍କୁ ଭୟ କରିବା, ପ୍ରଭୁଙ୍କୁ ସମ୍ମାନ ଦେବା। ଠିକ୍ ସମୟରେ ସମସ୍ତେ ଯିବା, ଠିକ୍ ସମୟରେ ସରେଇକି ଆମ ନିଜ ନିଜ କାମକୁ ବି ଯାଇପାରିବା। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସମୟକୁ ଆମେ କେବେ ନଷ୍ଟ କରିବା ନାହିଁ। ଖାଲି ଆମର ପ୍ରତ୍ୟେକ ମାସରେ 15 ତାରିଖରେ ଯେଉଁ ଏଇଟା ରଖିଛୁ ଆମେ ପ୍ରେୟାର, ଏଇଟା ଗୋଟେ ପ୍ରେୟାର ବୋଲି ଆମେ ନେବା। ନାଇଁ ମୁଁ ଟିକେ ଯିବି, ଆଗରେ ଟିକେ ପ୍ରାର୍ଥନା କରିବା ସମସ୍ତେ ମିଶିକି ବୋଲିକି, ଏଇଟା ପ୍ରେୟାର ବୋଲିକି ଉପବାସ ବି କଲେ ବି ଏଇ ଦିନ ଭଲ, କି ନହେଲେ ନ କଲେ ବି ଭଲ। ଆମେ ଏଇଟା ଗୋଟେ 10-15 ଜଣ କମିଟି ହେଇକି କ'ଣ କରୁଛୁ, ପ୍ରାର୍ଥନାରେ ବସିବା। ଆଉ କିଛି ଅନ୍ୟାନ୍ୟ ବିଷୟ ନାହିଁ। ଆମେ ସେଟା ପଇସା ପାଉ କି ନ ପାଉ ସେଟା ଆମ ବଡ଼ ବିଷୟ ନାହିଁ। ଆମେ କାମ କଲେ ଦିନକୁ ପାଉଛୁ 500-1000 କି ନାହିଁ, ପାଉଛନ୍ତି କି ନାହିଁ? ଆଜି ଗୋଟେ ଦିନ ବନ୍ଦ କରି କାଲି ଯାଇ ଗଲେ ବି ଆମେ 500 ଟଙ୍କା ପାଇପାରିବା। ପ୍ରେଜ୍ ଦ ଲର୍ଡ। ସେଇଟା ଆମ ପାଇଁ ଟିକେ ଦୁଃଖ ଲାଗୁଛି ବୋଲବାଟା, ସମସ୍ତଙ୍କ ପାଇଁ ଦୁଃଖ ଲାଗୁଛି। ଠିକ୍ ଟାଇମ୍ରେ ଯିବା, ଠିକ୍ ଟାଇମ୍ରେ ବସିବା, ଠିକ୍ ଟାଇମ୍ରେ ଆରାଧନା କରିବା। ଏଇଟା ଆମେ ପଇସା ପାଉଛୁ, ସେଥିପାଇଁ ବାଧ୍ୟ ନ ଗଲେ ଆମକୁ ଦେବେ ନାହିଁ। ସେଟା ନିହାତି ପ୍ରଭୁ ଆମକୁ ଦେବେ, ପ୍ରଭୁ ଆଗକୁ ମଧ୍ୟ ଆମକୁ ସାହାଯ୍ୟ କରିବେ। ସେଥିପାଇଁ ଆମେ ପ୍ରସ୍ତୁତ ହେବା, ଜାଗ୍ରତ ହେବା। ସମୟ ସନ୍ନିକଟ ସମୟ ମାନେ କାଳ ମନ୍ଦ ଆଗକୁ ଆମେ ନିଜକୁ ସଜାଡ଼ିବା, ନିଜକୁ ଗଠନ ହେବା। ପାଉଲ କହୁଛନ୍ତି, ମଣ୍ଡଳୀରେ ଗାଳି କରୁଛନ୍ତି। 1 Corinthians 5 ଲେଖା ଅଛି କ'ଣ, ସେ ମଣ୍ଡଳୀରେ ବ୍ୟଭିଚାରୀ ଥିଲା, ମୁଁ ତାକୁ ଗାଳି କରିଛି। କାହାକୁ, ଯେ ବୃଦ୍ଧ ମାଙ୍କ ସହିତ ସେ ଯୁବକ କ'ଣ କରିଛି, ମାନେ ବ୍ୟଭିଚାର କରିଛି। ତ ସେ ଯେମିତି କରନ୍ତି ମଣ୍ଡଳରେ ଦେଖୁଛି, ସେ ଗାଳି କରୁଛି, ୟାକୁ କାଣ ପାଇଁ ରଖିଛ, ୟାକୁ ବାହାର କର, ଇଏ ନର୍କକୁ ଯିବା ଯୋଗ୍ୟ, ଇଏ ମରିବା ଯୋଗ୍ୟ। ସେମିତି କ'ଣ କରୁଛି, ଗାଳି କରୁଛି। ତ କ'ଣ ପାଇଁ ଗାଳି କରୁଛି? 13 ପଦ ଲେଖା, 2 Corinthians 13 କ'ଣ ଲେଖା ଅଛି, ମୁଁ କରନ୍ତୁ। ଆମେ ସମସ୍ତେ ଯେ ପଢ଼ିବା ବୋଲେ ଜାଣିବା ତାର ବିଷୟରେ। 12 ସେ ବିଷୟ ହେଲେ ବ୍ୟଭିଚାର ବିଷୟ ହେଲେ 10 ନାଇଁ, ସେ ବିଷୟରେ ସେ ପରେ କହୁଛନ୍ତି, ବୁଝାଉଛନ୍ତି କରନ୍ତି ମଣ୍ଡଳରେ। ମୁଁ ତାକୁ କ'ଣ ପାଇଁ ଏମିତି କଲି, ମୁଁ କ'ଣ ପାଇଁ ତାକୁ ଗାଳି କଲି, ଏଇଟା ପାଇଁ କହିଥିଲି ବୋଲି ଏଠି ଲେଖା ପଚାରେ। ଏଇଟା କରନ୍ତି ପୁସ୍ତକ ଯଦି ଆମେ ସମ୍ପୂର୍ଣ୍ଣ 1 ଦ୍ୱିତୀୟ ପଢ଼ିଲେ ସେ ନାଇଁ, ଏଇଠି ପଢ଼ିବ 10 ପଦ 13 2 Corinthians
ଏଥି ନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହି ସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ। ନ ହୁଏ, ବର୍ତ୍ତମାନ ନ ହୁଏ। ଆଗ ମୁଁ ଗାଳି କରିଛି, କରନ୍ତି ନମ୍ବର 5 ପର୍ବରେ ଗାଳି କରିଛି, ସବୁ କରୁଛି। ମୁଁ ଜଣକୁ ଭଗ୍ନ ହେବା ପାଇଁ କହି ନାହିଁ, କହୁନାହିଁ। କ'ଣ କରିବା ପାଇଁ ଗାଳି କରିଛି? କ'ଣ କରିବା ପାଇଁ, କ'ଣ ପାଇଁ ମଣ୍ଡଳୀରେ ୟାକୁ ବାହାର କର ବୋଲି କୁହାଯାଇଛି? ଗଠନ କରିବା ପାଇଁ। ଆଗକୁ ସେ ଗଠନ, ଆଗକୁ ସେ କ'ଣ କହିବ? ସଜାଡ଼, ନିଜକୁ ତିଆରି ହେବ ବୋଲି ପାଉଲ ଉଦ୍ଦେଶ୍ୟ କରୁଛି। ସେଥିପାଇଁ ଆମେ ଏଇ 2026ରେ ନିଜକୁ ଆମେ ସଂଶୋଧନ କରିବା, ନିଜକୁ ସଜାଡ଼ିବା, ପ୍ରଭୁ ପାଇଁ କ'ଣ କରିବା? ସମୟ ଦେବା, ଗଠନ କରିବା, ନିଜକୁ ଗଠନ କରିବା ପାଇଁ ସେ କହୁଛନ୍ତି। ସେ ଗଠନ ହଉ ବୋଲିକି ତାହାକୁ କ'ଣ କରାଗଲା? ବାହାର କରାଗଲା, ବ୍ୟଭିଚାର କରାଗଲା। ପାଉଲ ଏଠି କହୁଛନ୍ତି, ମୁଁ ତାକୁ ଭଗ୍ନ ହଉ ବୋଲିକି ଗାଳି କରିଲି, ତାକୁ କ'ଣ କରିଛି? ନିଜକୁ ସମ୍ପୂର୍ଣ୍ଣ ସେ ଗଠନ ହେବ, ସେ ପ୍ରଭୁ